ପିଲାମାନେ ସତ୍ସଙ୍ଗ ଦ୍ୱାରା ଇନ୍ଦ୍ରିୟ ସଂଯମ ଓ ମନ ଶୁଦ୍ଧି ହୁଏ। ଏଣୁ କୁସଙ୍ଗ ତ୍ୟାଗ କରି ସତ୍ସଙ୍ଗ ସେବନ କର। ଅର୍ଥାତ୍ ତୁମେ ଯଦି ଯେତେ ଖରାପ ବ୍ୟକ୍ତିତ୍ୱ ସହିତ ମିଶିବ, ଉଠିବ, ବୁଲିବ, ଖେଳିବ, ନିଶ୍ଚିତ ଭାବରେ ତୁମ ବ୍ୟକ୍ତିତ୍ୱରେ ସେଇ ଖରାପ ପ୍ରଭାବ ଦିନେ ନା ଦିନେ ପଡ଼ିବ। ସେହି ଦୃଷ୍ଟିରୁ ଯଦି ତୁମେ କେଉଁ କୁସଙ୍ଗ ସହିତ, ଖରାପ ସଙ୍ଗ ସହିତ ମିଶୁଥାଅ, ଯେତେ ସମ୍ଭବ ତାକୁ ତ୍ୟାଗ କରିବା ଉଚିତ ଏବଂ ସତ୍ସଙ୍ଗ ସହିତ ଯୋଗ ଦେବା ଉଚିତ। ଏହି ନୀତି କଥା ସହିତ ଆମେ ଆଜିର କ୍ଲାସ୍କୁ ସ୍ୱାଗତ କରୁଛି। ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ସମସ୍ତେ ଭଲରେ ଥିବେ, ପୂର୍ବ କ୍ଲାସ୍ ଭଲ ଭାବରେ ପଢ଼ିଥିବେ, ବୁଝିଥିବେ। ଆଜି ଆମେ ଯିବା ଦଶମ ଶ୍ରେଣୀର ସର୍ବଂସହା ମାଟି, ଏକ ସୁନ୍ଦର କବିତା। ଏବଂ ଏହି କବିତାକୁ ଆମେ ପ୍ରଥମ କ୍ଲାସ୍ ସରିଥିଲା, ଆଜି ଦ୍ୱିତୀୟ କ୍ଲାସ୍। ଏବଂ ଏହି ଦ୍ୱିତୀୟ କ୍ଲାସ୍ରେ ଆମେ ଆଉ ଅର୍ଧେକ କବିତା ଯାହା ରହିଛି ତାହା ଆଲୋଚନା କରିବା। ବର୍ତ୍ତମାନ ସର୍ବଂସହା ମାଟିରେ ଯେଉଁ ମାଟି ପାଣି ପବନରୁ ଆସିଥିବା ଏହି କବିତା ବିଦ୍ୟୁତ୍ ପ୍ରଭା ଦେବୀଙ୍କର ଏହି କବିତା ପ୍ରକୃତିକୁ ନେଇ ରଚିତ ଏବଂ ପ୍ରକୃତିକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ମାଟି ମାଆର ରୂପକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ମାଟି ମାଆର ତ୍ୟାଗକୁ ଆମ ନିଜ ଜନ୍ମ କଲା ମା ସହିତ ସେ ସୁନ୍ଦର ଭାବରେ ତୁଳନାତ୍ମକ ଭାବରେ ବିଚାର କରିଛନ୍ତି ତାଙ୍କର କବିତାରେ। ତେବେ ଆମେ ପଢ଼ିଥିଲେ ଦେହ ସୁଖ ପାଇଁ ସାଇଥିଛୁ କେତେ, ଚେର ମୂଳି ଗଛ ଲତା ଯାଏ। ଏହା ପୂର୍ବରୁ ଆମେ ଆଲୋଚନା କରିବା ପୂର୍ବ କ୍ଲାସ୍ରେ ଦିଆଯାଇଥିବା କିଛି ପ୍ରଶ୍ନ ଏବଂ ତା'ର ଉତ୍ତର। ପ୍ରଥମ ପ୍ରଶ୍ନ ଥିଲା, ଆମେ ରୂଢ଼ି ଦେଇଥିଲେ, ରୂଢ଼ିର ଅର୍ଥ ଲେଖିବା ପାଇଁ କୁହାଯାଇଥିଲା। ପ୍ରଥମ ରୂଢ଼ି ଥିଲା 1 ନମ୍ବରରେ ଗୋବର ଗଣେଶ, ଯାହାର ଅର୍ଥ ହେଉଛି ନିର୍ବୋଧ, ମୂର୍ଖକୁ କୁହାଯାଏ ଗୋବର ଗଣେଶ ବୋଲି। 2 ନମ୍ବର ଥିଲା ଘର ବୁଡ଼ି ପାଣି ଆଣ୍ଠୁଏ, ଏହାର ଅର୍ଥ ହେଉଛି ଅବସ୍ଥା ଅସମ୍ଭାଳ ହୋଇଯିବା, ସାଂଘାତିକ ହୋଇଯିବା। ତୃତୀୟରେ ଘୋଷା ବଳଦ, କିଛି ନ ବୁଝି ମୁଖସ୍ଥ କରିବାକୁ କୁହାଯାଏ। ଚତୁର୍ଥରେ ଛୁଞ୍ଚି ମାଛି ପରୀକ୍ଷା, ଯାହାକୁ ତନ୍ନ ତନ୍ନ କରି ଦେଖିବାକୁ ଛୁଞ୍ଚି ମାଛି ପରୀକ୍ଷା କୁହାଯାଏ। 5 ନମ୍ବରରେ ଥିଲା ଜପାମାଳି, ଅର୍ଥାତ୍ ଅତି ପ୍ରିୟ ବସ୍ତୁକୁ ଜପାମାଳି କୁହାଯାଏ। ଯେମିତିକି ଶ୍ରୀକୃଷ୍ଣ ଯଶୋଦାଙ୍କର ଜପାମାଳି ଥିଲେ, ଅତି ପ୍ରିୟ ଥିଲେ। ତୁମମାନେ ସବୁର ମଧ୍ୟ ବାକ୍ୟ ଗଠନ କରିପାରିବ। ଆଜିର ପ୍ରଶ୍ନ ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ କ୍ଲାସ୍ର ଶେଷ ଯାଏ। ସମସ୍ତେ ଧ୍ୟାନ ଦେଇ କ୍ଲାସ୍ ଶୁଣନ୍ତୁ ଏବଂ ଯେଉଁମାନେ ଏ ଉତ୍ତର ପ୍ରଦାନ କରିଛନ୍ତି ଇନବକ୍ସରେ ସମସ୍ତଙ୍କୁ ଧନ୍ୟବାଦ। ଯେଉଁମାନେ ଦେଇପାରୁନାହାନ୍ତି ସେମାନେ ଦେବା ପାଇଁ ଚେଷ୍ଟା କରନ୍ତୁ। ଏବଂ ସବୁଥର ଭଳି କହି ରଖିବି, ଯଦି ଭିଡ଼ିଓ ଭଲ ଲାଗୁଛି, କ୍ଲାସ୍ ଭଲ ଲାଗୁଛି, ତେବେ ନିଶ୍ଚିତ ଭାବରେ ମନ ଖୋଲି କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଅନ୍ୟମାନଙ୍କ ପାଖରେ ଏ ଚେଷ୍ଟା, ଏ ଶ୍ରମ ପହଞ୍ଚି ପାରିଲେ, ଶିକ୍ଷାର ପ୍ରସାର ହେଲେ, ଯେ ଅନ୍ୟମାନେ ଉପକୃତ ହେଲେ ଆମର ଚେଷ୍ଟା ସଫଳତା ହେବ ବୋଲି ବା ଆମର ଚେଷ୍ଟା ସଫଳ ହେବ ବୋଲି ଆମେ ବିଶ୍ୱାସ କରୁ। ତେଣୁ ଆମେ ଯିବା ଏବେ କବିତାକୁ ସେଇ ସ୍ୱରରେ ଗାୟନ କରିବା। ମନ ସୁଖ ଲାଗି ନଈ ସମୁଦ୍ରରେ ଭରିଅଛୁ ହସ କଥା, ବୁକୁ ମୋ ଫୁଲାଏ, ଆଖି ମୋ ଭୁଲାଏ, ତୋ ବଣ ପକ୍ଷୀର ଡାକ। ଭୁଲ ହେଇଯାଇଛି, 2ଟି ପଦ ଆମେ ଛାଡ଼ି ଯାଇଛନ୍ତି। ଦେହ ସୁଖ ପାଇଁ ସାଇଥିଛୁ କେତେ, ଚେରମୂଳି ଗଛ ଲତା, ୟାକୁ ଆମେ ପଢ଼ିଥିଲେ। ମନ ସୁଖ ଲାଗି ନଈ ସମୁଦ୍ରରେ ଭରିଅଛୁ ହସ କଥା, ଏହା ମଧ୍ୟ ପଢ଼ିଥିଲେ। ଏଇଠୁ ପଢ଼ିବା, ବୁକୁ ମୋ ଫୁଲାଏ, ଆଖି ମୋ ଭୁଲାଏ, ତୋ ବଣ ପକ୍ଷୀର ଡାକ, ତୋ ବଣ ପକ୍ଷୀର ଡାକ। ସରଗ ଡାକିଲେ ମନ ବଳେ ନାହିଁ, ଛାଡ଼ିବାକୁ ତୋର କାଖ ମା, ଛାଡ଼ିବାକୁ ତୋର କାଖ। ହେ ସର୍ବଂସହା ମା, ସର୍ବଂସହା ମାଟି, ତୁ ସବୁ ସହିଯାଉ,
ସବୁ ସହିଯାଉ ବୋଲି ତୁ ସର୍ବଂସହା ସରବସହଣୀ, ସେଥିପାଇଁ ତାକୁ କୁହାଯାଇଛି। ତୋରି ବୁକୁ ଉପରେ ମୁଁ ଚାଲିଛି, ଦୌଡ଼ିଛି, ଖେଳିଛି। ଆଜି ମୋର ବୁକୁ ଫୁଲାଏ, ଫୁଲାଏ ଅର୍ଥ ଏଠି ଗର୍ବ କରିବା ଅର୍ଥରେ କୁହାଯାଇଛି। ମୋର ବୁକୁରେ ଫୁଲାଏ ଅର୍ଥାତ୍ ମୁଁ ବହୁତ ଗର୍ବ କରେ ତୋତେ ନେଇକି। ଯେଉଁଭଳି ଭାବରେ ମୁଁ ମୋ ମାଆକୁ ନେଇକି ଗର୍ବ କରେ, ସେଇଭଳି ଭାବରେ ମୋର ମାଟିକୁ ନେଇ ଗର୍ବ କରେ। ତିନିଟା ଜିନିଷ ମାଆରେ ମନେ ରଖିବ ମୋକୁ ନେଇକି, ତାକୁ କେବେ ଭୁଲିବ ନାହିଁ ଏବଂ ତା'ର ଅବଦାନକୁ ଭୁଲିଗଲେ ମଧ୍ୟ ଜୀବନରେ ତୁମକୁ କେବେ ଶାନ୍ତି ମିଳିବ ନାହିଁ। ସେ ତିନି ଗୋଟି ହେଉଛି ମା, ମାଟି, ମାତୃଭାଷା। ତିନି ଗୋଟି ମା, ମାଆର ସମାହାର, ମାଆର ମାଟି, ମାଆର ମାତୃଭାଷା। ତ ଏ ତିନି ଗୋଟି ଜିନିଷର ଅବଦାନ ଆମେ କେବେ ସାରା ଜୀବନ ମଧ୍ୟ ଏହାର ଶୁଝିପାରିବା ନାହିଁ। ମାଆର ଋଣ ଶୁଝିପାରିବା ନାହିଁ। ଯେତିକି ଦିନ ସେ ଆମକୁ ପେଟରେ ରଖି ଗର୍ଭସ୍ଥ ଶିଶୁକୁ ନିଜ ଖାଦ୍ୟରୁ ହିଁ ଖାଦ୍ୟ ଦେଇ ସେ ଯେମିତି ବଞ୍ଚେଇଥାନ୍ତି, ତାପରେ ମଧ୍ୟ ପିଲାର ସୁଖ ଦୁଃଖ ସବୁ ପ୍ରକାର କଷ୍ଟ ଯନ୍ତ୍ରଣାକୁ ନିଜର ବୋଲି ଭାବି ତାକୁ ବଡ଼ କରନ୍ତି, ଆମେ ୟାକୁ ଶୁଝିପାରିବା ନାହିଁ। ମାଟି, ଯେଉଁ ମାଟିରେ ଆମେ ଜନ୍ମ ହୁଅନ୍ତି, ଖେଳନ୍ତି, ଦୌଡ଼ନ୍ତି, ବୁଲନ୍ତି, ସବୁକିଛି ଦୁନିଆକୁ ଦେଖାଏ, ସେ ପ୍ରକୃତିକୁ ଦେଖାଏ ସିଏ, ତା'ର ଋଣ ମଧ୍ୟ ଆମେ ଶୁଝିପାରିବାନି। ଏବଂ ମାତୃଭାଷା, ଯାହାର ମାଧ୍ୟମରେ ଆମେ ଦୁନିଆକୁ ଜାଣନ୍ତି, କଥା କହିବା ଶିଖନ୍ତି, ପ୍ରଥମ ସ୍ୱର ହିଁ ତା ମାଧ୍ୟମରେ ଆମେ କହିଥାନ୍ତି। ତ ଇଏ ତିନିଟାକୁ କେବେ ଭୁଲିବା ଉଚିତ ନୁହେଁ। ତିନି ଗୋଟି ମାଆକୁ। ବୁକୁ ମୋ ଫୁଲାଏ ଆଜି ମୋର ବୁକୁ, ବୁକୁ ଅର୍ଥାତ୍ ଛାତି, ହୃଦୟ। ଆଜି ମୋର ହୃଦୟ ଗର୍ବରେ ଫୁଲି ଉଠେ। ଆଖି ମୋ ଭୁଲାଏ, ମୋ ଆଖି ମଧ୍ୟ ଆଜି ଭୁଲାପଣରେ ଭୁଲିଯାଏ। ତୋ ବଣ ପକ୍ଷୀର ଡାକ, ତୋ ବଣ ପକ୍ଷୀର ଡାକ, ତୋ ବଣର ପକ୍ଷୀର କଳରବରେ ମୁଁ ଆଜି ଯେଉଁ ମୋ ଭାଷାରେ, ମୋ କଣ୍ଠରେ ଫୁଟି ଉଠୁଛି ଭାଷା, ତ ସେଇ ବଣର କଳରବ, ସେଇ ଝରଣାର କୁଳୁକୁଳୁ ନାଦ, ସେଇ ସବୁ ଶ୍ରବଣ କରି କରିକି ମୁଁ ଶିଖିଛି, ଖେଳିଛି। ତୋ ଗଛ ଲତା, ଯେମିତି ସଚି ରାଉତରାୟ ଲେଖିଥିଲେ ଛୋଟ ମୋର ଗାଁରେ, ମୁଁ କହିଥିଲି ଯେ ସେ ଯେମିତି କହିଛନ୍ତି, ବର୍ଣ୍ଣନା କରିଛନ୍ତି, ମୋର ଗାଁର ଗଛ ଲତା ମୋର ଦେହରେ ବା ମୋ କଣ୍ଠରେ ଭାଷା ଦେଇଛି, କଥା ଦେଇଛି। ଏବଂ ସେଇ ତାରି ଜଳ ମୋର ଶିରାରେ ବାୟୁ ହେଇକି ମୋର ଶିରାରେ ନଦୀ ଭଳି ବହିଯାଉଛି। ଏସବୁ କଥା ସେ ମଧ୍ୟ ବର୍ଣ୍ଣନା କରିଛନ୍ତି। ସରଗ ଡାକିଲେ ମନ ବଳେ ନାହିଁ, ଛାଡ଼ିବାକୁ ତୋର କାଖ। କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜନନୀ ଏବଂ ଜନ୍ମଭୂମି ସ୍ୱର୍ଗଠାରୁ ଆହୁରି ବଳିଆନ। ତେଣୁ ମା କୋଳରେ ବଢ଼ିବା ହିଁ ସ୍ୱର୍ଗଠାରୁ କିଛି ଛୋଟିଆ କଥା ନୁହଁ। ସେଇଭଳି ଭାବରେ ମାତୃଭୂମିର କୋଳରେ ବା ମାଟିର କୋଳରେ ଆମେ ଯେଉଁ ପଦଲେପନ କରି ବା ପଦସ୍ଥାପନ କରି ଧାବନ କରିଛନ୍ତି, କ୍ରୀଡ଼ନ କରିଛନ୍ତି, ଏସବୁ କରିବା ଭିତରେ ଯେଉଁ ଆମକୁ ପ୍ରଚୁର ଆମୋଦିତ ହେଇଛନ୍ତି, ଆମେ ପ୍ରଚୁର ଆନନ୍ଦ ମିଳିଛି ଆମକୁ, ଆମ ଆତ୍ମତୃପ୍ତି ପାଇଛନ୍ତି ଆମେ। ତ ଇଏ ଆତ୍ମତୃପ୍ତି କୌଣସି ସ୍ୱର୍ଗ ମଧ୍ୟ ସେ ସୁଖ ଠାରୁ ଅଧିକା ହେଇଯିବ ନାହିଁ। ସେଥିପାଇଁ ଏଠାରେ ଲେଖକ ବା କବୟିତ୍ରୀ ବିଦ୍ୟୁତପ୍ରଭା ଦେବୀ କହିଛନ୍ତି ଯେ ଯଦି ସରଗ ମୋତେ ଡାକେ, ଯେତେବେଳେ କୁହାଯାଏ ଯେତେବେଳେ ମୃତ୍ୟୁ ହୁଏ, ଆମର କର୍ମ ଅନୁଯାୟୀ ଆମେ ସ୍ୱର୍ଗକୁ କିମ୍ବା ନର୍କକୁ ଗମନ କରନ୍ତି, ଆମ ଆତ୍ମା ଗମନ କରେ। ତ ସେତେବେଳେ ଭଲ କାମ କରିଥିଲେ ବା ଉଚିତ କାମ କରିଥିଲେ, କାର୍ଯ୍ୟ କରିଥିଲେ ଜୀବନ କାଳ ଭିତରେ, ସ୍ୱର୍ଗକୁ ଡାକରା ଆସେ ଏବଂ ସ୍ୱର୍ଗରେ ଆମକୁ ସ୍ଥାନ ମିଳେ ବୋଲି ବିଶ୍ୱାସ ଅଛି। ଏବଂ ନୀଚ କର୍ମ କରିଥିଲେ ଆମକୁ ନର୍କରେ ସ୍ଥାନ ମିଳେ ବୋଲି କୁହାଯାଏ। ତେଣୁ ଏଠି କୁହାଯାଇଛି ଯଦି ମୁଁ ଏଇ ମାଟିରେ ଖେଳି ବୁଲି, ସେଇ ମାଟି ଉପରେ ଦୌଡ଼ି, ସେଇ ମାଟି ଉପରେ ମାଟିକୁ ଆଘ୍ରାଣ କରି, ସେ ମାଟିକୁ ଚୁମ୍ବନ କରି, ସେ ମାଟିର ସ୍ପର୍ଶ ପାଇ ମୁଁ ଯେଉଁ ଧନ୍ୟ ହୋଇଛି, ନିଜକୁ ଧନ୍ୟ ମନେ କରିଛି, ୟାଠାରୁ ମୁଁ ଅନ୍ୟ ସ୍ୱର୍ଗ କେଉଁଠି ଆଉ ପାଇବି ନାହିଁ, ଦ୍ୱିତୀୟ ସ୍ୱର୍ଗ। ତ ଏଇଟା ହିଁ ମୋ ପାଇଁ ସ୍ୱର୍ଗ। ତେଣୁ ମୋତେ ସ୍ୱର୍ଗ ଡାକିଲେ ମଧ୍ୟ ମୁଁ ଯିବି ନାହିଁ ବା ମୋ ମନେ ବଳେ ନାହିଁ। ଅର୍ଥାତ୍ ଅତ୍ୟନ୍ତ ସୁଖ ମିଳିଲେ ମଧ୍ୟ ଆମେ ତାହାକୁ ମାଟିଠାରୁ, ମାତୃଭୂମିଠାରୁ ଆମେ ଭିନ୍ନ ଭାବିପାରିବା ନାହିଁ। ତୋର କାଖ ଛାଡ଼ି, ତୋର କାଖ ଅର୍ଥାତ୍ କୋଳ ବୁଝିବ। କାଖ କାଖେଇକି ଧରିବା, ପିଲାମାନଙ୍କୁ କାଖେଇକି ଧରିଥାନ୍ତି ମା' ମାନେ, ଯେମିତି ମାଟି ସେମିତି ଆମକୁ କାଖେଇକି ଧରିଛି। ଇଏ କାଖ, ଇଏ କୋଳ ଛାଡ଼ିକି ଆମକୁ ଅଲଗା ଯିବା ପାଇଁ ଇଚ୍ଛା ହୁଏ ନାହିଁ। ଜନମ କାଳୁ ଯେ ଦେହେ ତୋ ଆଘାତ, କେତେ ନ ଦେଇଛି ମୁହିଁ, କେତେ ନ ଦେଇଛି ମୁହିଁ। ନିଜ ଛୁଆ ବୋଲି ସବୁ ଦୋଷ ସିନା, କ୍ଷମୀ ଅଛୁ ଏକା ତୁହି ମା, କ୍ଷମୀ ଅଛୁ ଏକା ତୁହି।
मोर जन्म कालू मु जेबेठु जन्म हेलिणी जन्म समयरू तेहे तो आघात तोरी देहरे मु केते आघात देइछि तोते मु गोईठा मारिछि तो ऊपर पदपाद करिछि तो ऊपर साइकेल चलैछि तो ऊपर दौड़ीछि तोते तोर छाती को बिदारिछि पत्थर फटैछि डिनामाइट पकई पत्थर फटैछि नुआ रास्ता तैयारी करछि तो छाती ऊपर लदी देइछि विराट विराट कंक्रीटर रास्ता विराट विराट सौध ये सबु किछि करिछि तोते मु केते आघात न देइछि निज छुआ बोली सबु दोष सीना क्षमी अच्छु तू एका तू केवल निज छुआ भाविकी मते सीना क्षमा कर देइछु किंतु जदि तू कोप देखई थांतु सतरे चिंता कले जदि जननी बा जदि माटी थरे कोप देखा आरंभ करे जदि भूमिकंप 5 पॉइंट के रिक्टर स्केल 5 पॉइंट जदि आमर भूमिकंपटे हो जाउछि ताले आमर गृह घर फाटी जाउछि कांथ गड़ी पड़ुछि आमे अवस्था खराब हो जाउछि चिंता कल जदि सेई भूमिकंप बेले बेले होउछि मध्य 6 पॉइंट 7 पॉइंट 8 पॉइंट जाए होउछि चिंता कल सेई जदि रिक्टर स्केल 15 रु अधिका 16 रु अधिका जेतेबेले हबो भूमिकंपर तीव्रता सेतेबेले आमे समस्त रहिबाटी समस्ते पृथ्वीर आ भितर को चलीबानी निश्चय चलीजा आ होउछि मध्य जेतेबेले मनुष्यर कुकर्म बढ़ी बढ़ी जाउछि वृक्ष ये प्रकृति ये माटी आमको वृक्ष आमर भल पाई देइछि आमे ताको काटी चलछंती आमे जो पानीपाग को बिगाड़ दउछंती परिवेशर संतुलन को आमे बिगाड़ दउछंती तो सेही दृष्टि बेले बेले होउछि बोली मते विश्वास करा जाए बा आमे जानुछंती किंतु से तथापि आमको बहुत क्षमा कर दउछि निज छुआ बोली से सबु दोष को क्षमा कर दउछि आमर जेते राग रोष करे तो पाखे माँ बोली जाऊ भूली माँ बोली जाऊ भूली केते तप करी एई जनम रे आसीछि तो देशे बुली माँ आसीछि तो देशे बुली मु जेते राग जेते रोष जेते छलना जेते दुष्टामी कले भी जो श्रीकृष्ण दुष्टामी करते माँ कौन करते बाड़े दौले बाड़े देला पुणी कौन करते बसिक कांदुले जे एते करिकी बाड़े देली मो पिलाटी पिलाटी देह दाग पड़गला दौड़े बांधि दौले पेट को पेटर चिन्ह पड़ जाऊला जो पुणी लहुणी घषिकी थंडा पहुँचाऊले नुहे कि चिंता कर समस्ते पिला माने जो तुमर माँ मैंने आमर माँ मैंने आमको बाड़े दियंती कौन भूल करथिबा आमे रागी बस जाती किंतु तांको पेट को दाना जाएनी से बाड़े था तथापि उपास शुई पड़ती अबा आमको डाकी खाइबा को दियंती आमे न खाइले से उपास शुई पड़ती बरं आम पाई आमे भाबिया उचित नुहे जे से जे आमको बाड़े की खुशी होउथुबे मने मने ताहा संपूर्ण रूपे भूल से केवल आमको भल बाटू को आने बेले बेले रागी जाती गाली करती बाड़े दियंती बापा हूँ माँ हूँ ये समस्त आमर भल पाई किछि करंती हेले आमको टिके कष्ट हेले से समय से सांगे सांगे आखिर तांकर लुह बई पड़े आमको बाड़ौथुबे जदि आमको हठात कहीं पागला कुकुरटे कामुड़िया को दौड़ी गुड़ेब माँ कौन छाड़देव जे कह मु तो बाड़ौली तापेक्षा कुकुर कामुड़ी खाई जाऊ कहे के असंभव पिला माने से मार हृदय से संगे संगे तुमको बाड़ौथुवा जो बाड़ी से बाड़ी कुकुर को गुड़ाई लगे मो पुओ को कामुड़देव मो झील को कामुड़ दे पारे यही हूँ मार हृदय गोटे मातृ हृदय ये हूँ बात्सल्य ममता यही ममता तो माटी पाखे अच्छी से भी सब आमको भूली जाऊँ आमे जेते राग रोष छलना जो लुंठन अत्याचार सब कर सब भूली जाऊँ केते तप करिकी एई जन्म रे आसी तो देश बुली मु केते तप करिछि कह जाए अनेक तपस्यार फल मनुष्य जन्म मनुष्य जन्म एक दुर्लभ जन्म सेथिपाई आमे अनेक तपस्या करिकी मनुष्य जन्म पाई थांती एवं पृथ्वी पृष्ठ जन्म होई थांती सेथिपाई कह जाय अनेक तप करिकी मु तो भलिया माटे पाइछि तो देश को आछि बुलिया पाई अर्थात तो माटी उपरे मु पाद पकई बुली पारुछि खेली पारुछि अमाप धरिजु दे टिके मोते निदा हेउ मोर छाती निदा हेउ मोर छाती निजे दुख सही ए जगत पाई लागी पड़े दिन राति माँ लागी पड़े दिन राति अमाप धैर्य तो पाखे अच्छी
ଅସୀମ ଧୈର୍ଯ୍ୟ ଅଛି, ଧରିଛୁ ଧୈର୍ଯ୍ୟ। ଦେ ଟିକେ ମୋତେ, ମୋତେ ବି ଟିକେ ଦେ। ତୁ ଯେଉଁ ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ସବୁ ସହିଯାଉଛୁ, ତୋ ପାଖରେ ଯେଉଁ ଇଏ ଅସୀମ ଧୈର୍ଯ୍ୟ, ଇଏ ଅସୀମ ଅମାପ ଧୈର୍ଯ୍ୟର ମୋତେ ଟିକେ ଦେ। ମୋର ଛାତି ମଧ୍ୟ ନିଦା ହେଉ, ଅର୍ଥାତ୍ ମୋର ଫମ୍ପା ଛାତି, ନିଦାର ବିପରୀତ ଫମ୍ପା, ମୋ ଛାତି ଭିତରେ କିଛି ନାହିଁ, ମୁଁ ନିଷ୍ଠୁର, ମୋତେ ଟିକେ ଦେ। ସେଇ ହୃଦୟ ଭିତରେ ମୁଁ ଦୟା, ମୋହ, ମମତା, ଭଲ ପାଇବା, ଶ୍ରଦ୍ଧା, ଭକ୍ତି ଏସବୁ ପୂରେଇ ଦିଏ, ଏସବୁ ଭର୍ତ୍ତି କରିଦିଏ। ନିଜେ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡ଼େ ଦିନ ରାତି। ତୁ ଯେମିତି ଦୁଃଖ ସହିକି ଏ ଜଗତ ପାଇଁ, ଏ ମନୁଷ୍ୟ ସମାଜ ପାଇଁ, ଆମ ପାଇଁ, ମୋ ପାଇଁ ତୋର ଶରୀରକୁ ଉତ୍ସର୍ଗ କରିଦେଇଛୁ, ସେଇଭଳି ଭାବରେ ମୋତେ ଟିକେ ଧୈର୍ଯ୍ୟ ଦେ। ମୁଁ ମଧ୍ୟ ନିଜେ ଦୁଃଖ ସହିକି ଏ ଜଗତ ପାଇଁ ଦିନ ରାତି ମୁଁ ଲାଗି ପଡ଼େ ଜଗତର ସେବା ପାଇଁ। ଦିହ ସିନା ତୋର ପାହାଡ଼ ପଥର, କଅଁଳ ପତର ପ୍ରାଣ, କଅଁଳ ପତର ପ୍ରାଣ। ଦୁଃଖ ଦଡ଼ ମଡ଼ି ସହିବାକୁ ମୋତେ, କରିଦେ ତୋ ପରିଟାଣ ମା, କରିଦେ ତୋ ପରିଟାଣ। ତୋର ଦେହ ସିନା ପାହାଡ଼ ପଥର, କଅଁଳ ପତ୍ର କିନ୍ତୁ ପ୍ରାଣ। ଅର୍ଥାତ୍ ଆମର ପିତାମାତାଙ୍କୁ ଦେଖିଥିବ, ମାତା ଯେତେ ନିଷ୍ଠୁର ହେଲେ ବି, କଠୋର ହେଲେ ବି, ଆମ ଉପରେ ଆମକୁ ବାଡ଼େଇଲେ ବି, ମାରିଲେ ବି, ଗାଳି ଦେଲେ ବି, ସେ ଆମକୁ ନିଶ୍ଚୟ ଡାକିକି ଖୋଇ ଦିଅନ୍ତି ଏବଂ ନିଜେ କାନ୍ଦି ପକାନ୍ତି ଆମ କଷ୍ଟ ଦେଖିକି। ଅର୍ଥାତ୍ ତାଙ୍କ ଭିତରଟା ଟାଣ ହେଲେ ବି, ଉପରଟା ଟାଣ ହେଲେ ବି ଭିତରଟା ଶ୍ରୀଫଳ ଭଳି କୋମଳ। ଶ୍ରୀଫଳ ଅର୍ଥାତ୍ ନଡ଼ିଆ, ନଡ଼ିଆ ଭଳି କୋମଳ। ନଡ଼ିଆ ଯେମିତି ଉପର ଭାରି କଠୋର ଟାଣ ଶକ୍ତ, କିନ୍ତୁ ଭିତରେ ଭାରି ନରମ। ସେଇଭଳି ଭାବରେ ପୃଥିବୀର ଉପରେ ପାହାଡ଼ ପଥର, ଘଞ୍ଚ ଜଙ୍ଗଲ, କେତେ କ'ଣ କଣ୍ଟା ଝଣ୍ଟା ସବୁ ଅଛି, ହେଲେ ସେ କେତେ ସହି ଯାଉଛି। ଏ ଯେଉଁ ତ୍ୟାଗର କଥା କେବଳ ତା ହୃଦୟ ଭିତରେ ଭର୍ତ୍ତି ହେଇକି ରହିଛି। ତାର ପ୍ରାଣ କଅଁଳ ପତ୍ର ଭଳି ଭାରି ନରମ। ଦୁଃଖ ଦଡ଼ମଡ଼ି ସହିବାକୁ ମୋତେ, କରିଦେ ତୋ ପରିଟାଣ। ମୋତେ ମଧ୍ୟ ସେଇଭଳି ଟାଣ କରିଦେ ମା, ମୋତେ ଆଶୀର୍ବାଦ କର ମା। ଯେମିତି ମୋର ଉପରେ ଯେତେ କଠୋରତା ଥିଲେ ବି ମୁଁ ଭିତରେ ଭିତରେ ଅନ୍ୟ ପାଇଁ ଶ୍ରଦ୍ଧା, ଭକ୍ତି, ଭଲ ପାଇବା, ସ୍ନେହ, ପ୍ରେମ ଏସବୁକୁ ମୁଁ ରଖିପାରିବି। ମୋତେ ମଧ୍ୟ ସହିବାକୁ ଟାଣ କରିଦେ। ତୋର ମୁକତିରେ ମୋର ମୁକତି ମା, ତୋର ହସେ ମୋର ହସ, ତୋର ହସେ ମୋର ହସ। ତୋରି ଅନ୍ତର ଆଦେଶ ଚଳେ ମୁଁ, ଘୋଷି ତୋର ମହାଯଶ ମା, ଘୋଷି ତୋର ମହାଯଶ। ତୋର ମୁକ୍ତି ହେଲେ ମୋର ମୁକ୍ତି। ଶ୍ରୀକୃଷ୍ଣ ଯେତେବେଳେ ତାଙ୍କ ମା ଦେବକୀଙ୍କୁ ବନ୍ଦୀ କରି ରଖିଥିଲେ, ବସୁଦେବଙ୍କୁ ଦେବକୀଙ୍କୁ, କିଏ ମାମୁଁ କଂସ। ପିଲାବେଳୁ ସିଏ ନନ୍ଦ ରାଜାଙ୍କ ପାଖରେ, ଯଶୋଦାଙ୍କ ପାଖରେ ବଢ଼ିଥିଲେ ଗୋପପୁରରେ। ହେଲେ ମନରେ ଥିଲା ମାଆଙ୍କୁ, ମୋ ବାପାଙ୍କୁ ଉଦ୍ଧାର କରିବି, ମୁଁ ମୁକ୍ତି ଦେବି। ଯେତେବେଳେ ଯାଏ ମୋ ମା ମୁକ୍ତି ପାଇନି, ସେତେବେଳେ ମୁଁ କି ପୁଅ। ଆହୁରି ମନେ ଥିବ ଯେତେବେଳେ ଇଂରେଜମାନେ ବୀର ସୁରେନ୍ଦ୍ର ସାଏଙ୍କୁ କିଛି ସର୍ତ୍ତରେ ଛାଡ଼ି ଦେବା ପାଇଁ ପ୍ରସ୍ତୁତ ହେଲେ। ପଚାରିଲେ, ତୁମକୁ ମଧ୍ୟ ସର୍ତ୍ତରେ ଛାଡ଼ି ଦିଆଯିବ, ତୁମେ ରାଜି ତ? ସେ କହିଲେ, ତୁମେ ମୋର ମାତୃଭୂମିକୁ ଛାଡ଼ି ଦେଇପାରିବ କି? ଯଦି ମୋ ମା ମୁକ୍ତ ନୁହେଁ, ତେବେ ମୁଁ ମୁକ୍ତ ହୋଇବା କ'ଣ କରିବି? ବରଂ ମୋତେ ଜେଲରେ ରଖିଥାଅ। ଜାଣିପାରୁଛ ତ କେତେ ସୁନ୍ଦର କଥାଟିଏ। ନିଜ ମା ଯେତେବେଳେ ଆମେ କଷ୍ଟ ପାଉଥିବ, ଦୁଃଖ ପାଉଥିବ, ଆମେ କେମିତି ହସ ଖୁସିରେ ରହିପାରିବା କି? ପାରିବାନି। ହେ ମା, ତୋର ମୁକ୍ତିରେ ମୋର ବି ମୁକ୍ତି। ତୁ ମୁକ୍ତି ନ ପାଇଲେ ମୁଁ ବି ମୁକ୍ତି ପାଇବିନି। ତୋର ହସରେ ମୋର ହସ। ତୁ ଯଦି କଷ୍ଟ ପାଉଛୁ, ପ୍ରତି ବଦଳରେ ମୁଁ ବି କଷ୍ଟ ପାଇବା ଦରକାର। ତୋହରି ଅନ୍ତର ଆଦେଶ ଚଳେ ମୁଁ, ଘୋଷି ତୋର ମହାଯଶ। ତୋରି ହୃଦୟର ଅନ୍ତର ହୃଦୟ ଭିତରେ, ତୋରି ହୃଦୟର ଆଦେଶରେ ମୁଁ ଚଳିଯାଏ ଆଗକୁ ଆଗକୁ, ଘୋଷି ତୋର ମହାଯଶ। ତୋର ମହାଯଶକୁ, ତୋର ଯଶ କୀର୍ତ୍ତିକୁ ମୁଁ ଘୋଷି ଘୋଷିକି ଆଗକୁ ଚାଲିଯାଏ। ତୋର ଯେଉଁ ସବୁ କିଛି ସହିଯାଇକି ଭିତରେ ଯେଉଁ ଦୟା କ୍ଷମା ରଖିଛୁ, ସେମିତି ମୋତେ କରିଦେ ମା, ମୁଁ ବି ସେମିତି ହେଇଯିବି। ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର, ରାତି ଆସୁଅଛି ପାହି, ରାତି ଆସୁଅଛି ପାହି। ସେ ନୂଆ ସପନେ ଫୁଲେ ମୁଁ ଆନନ୍ଦେ, ଜୟ ଗାନ ତୋର ଗାଇ ମା, ଜୟ ଗାନ ତୋର ଗାଇ। ହେ ମା, ତୋର ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର,
ତୋର ଯେଉଁ ଚିର ଦୁଃଖ ଚିର ମାନେ ସର୍ବଦା ସବୁବେଳେ ଯେଉଁ ଦୁଃଖ ତୋ ପାଖରେ ଭରିକି ରହିଥିଲା ଅନ୍ଧକାର ଭଳି, ସେ ଅନ୍ଧକାର ପାହାନ୍ତି ହେଇ ଆସିଲାଣି। ସେ ଅନ୍ଧକାର ଧୀରେ ଧୀରେ ହଜିଗଲାଣି। ରାତି ଆସୁଅଛି ପାଇ, କାହିଁକି? ଅନ୍ଧାର ଯେତେବେଳେ ହଜିଯାଏ ଦିବସ ଆସେ, ସୂର୍ଯ୍ୟଙ୍କର କିରଣ ଆସେ। ସୂର୍ଯ୍ୟ ଆସିବା ପୂର୍ବରୁ ଉଷା ଆସନ୍ତି। ସେ ସେଥିପାଇଁ କହୁଛନ୍ତି ରାତି ପାଇ ଆସୁଛି। ଏଠି ରାତିକୁ, ଅନ୍ଧାରକୁ କ୍ଲେଶ, ଯନ୍ତ୍ରଣା, କଷ୍ଟ ଭାବରେ ନିଆଯାଇଛି। ହେ ମା, ତୋର କଷ୍ଟ, ତୋର ଯନ୍ତ୍ରଣା, କ୍ଲେଶ ସବୁ ସରି ଆସିଲାଣି। ତୋର ଭୂମିକୁ ଯେମିତି ଭାରତ ଭୂମିକୁ ଇଂରେଜମାନେ ପରାଧୀନ କରି ରଖିଥିଲେ, ଆମକୁ ଯାତନା ଦେଉଥିଲେ, ନିର୍ଯାତନା ଦେଉଥିଲେ, ସେତେବେଳେ ଧରଣୀ ମା କାନ୍ଦୁଥିଲେ ବୋଲି କୁହାଯାଇଥିଲା। ଲେଖକ କବିମାନେ ତାଙ୍କ କବିତାରେ ଲେଖାରେ ଲେଖିଛନ୍ତି, କହିଛନ୍ତି ଯେ ଧରିତ୍ରୀ ମା କ୍ରନ୍ଦନ କରୁଥିଲା, ଭାରତ ମା କ୍ରନ୍ଦନ କରୁଥିଲା। ତ ସେତେବେଳେ ଇଂରେଜମାନେ ଯେତେବେଳେ ଚାଲିଗଲେ ନିହାତି ଭାରତ ମା ହସିଥିବ, ଖୁସି ହେଇଥିବ। ତାର ପିଲାମାନେ ଯେତେବେଳେ ଖୁସି ହେଇଥିବେ ସେ ବି ଖୁସି ହେଇଥିବ। ସେଇଭଳି ଭାବରେ ସମୟ ଆସୁଛି ମା, ଆଗକୁ ଏ ମଣିଷ ସମାଜ ବଦଳିଯିବ। ମଣିଷ ସମାଜ ଭିତରେ ଦୟା, ଧର୍ମ, କ୍ଷମା ଏସବୁ ପ୍ରବେଶ କରିବ। ସେ ଆଉ ବୃକ୍ଷ ହାଣିବ ନାହିଁ। ଆଶାର କିରଣ ସୃଷ୍ଟି କରୁଛନ୍ତି କବି ଏଠି, କବୟିତ୍ରୀ, ଯେ ହଁ ଏମିତି ହେବ, ନିଶ୍ଚିତ ଦିନ ହେବ। ତାଙ୍କ ପାଖରେ ଆଶା ଅଛି, ଅପ୍ଟିମିଷ୍ଟିକ୍ ଭାବ ତାଙ୍କର ଅଛି, ଆଶାବାଦୀ ସିଏ। ସେ ନୂଆ ସପନେ ଫୁଲେ ମୁଁ ଆନନ୍ଦ। ଯେତେବେଳେ ସେଇ ନୂଆ ସପନ ଆସିବ, ନୂଆ ଦିନ ଆସିବ, ମୁଁ ଫୁଲି ହେବି ଆନନ୍ଦରେ, ମୁଁ ଖୁସି ହେଇଯିବି, ତୋର ଜୟଗାନ ଗାଇବି। ତୁହି ଦେବଭୂମି, ତୁହି ବୀରଭୂମି, ତୁହି ମୋ ଭାରତ ମା, ତୁହି ମୋ ଭାରତ ମା। ତୋର ପାଦ ଧୂଳି ମୁଣ୍ଡେ ହୋଇ ବୋଳି, ରଖିବି ତୋହର ନାମ, ରଖିବି ତୋହର ନା। ତୁ ତ ଦେବଭୂମି, ଦେବତାଙ୍କର ବିଚରଣ ସ୍ଥଳୀ ତୁ। ତୋରି କୋଳରେ ହିଁ ଦେବତା ଈଶ୍ୱର ଦଶ ଅବତାର ଗ୍ରହଣ କରିଛନ୍ତି। କେତେବେଳେ ମତ୍ସ୍ୟ ଅବତାର ହେଇକି ଆସିଛନ୍ତି, କେତେବେଳେ କଚ୍ଛପ ଅବତାର, କେତେବେଳେ ବରାହ, କେତେବେଳେ ନୃସିଂହ, କେତେବେଳେ ବାମନ, କେତେବେଳେ ରାମ, କେତେବେଳେ ପରଶୁରାମ। ଏ ସବୁ ଅବତାର ହେଇଛନ୍ତି ତୋରି ଉପରେ। ତେଣୁ ତୁ ହିଁ ଦେବଭୂମି, ଦେବତାମାନଙ୍କର ନିବାସ ସ୍ଥଳୀ, ଦେବତାମାନଙ୍କର ପଦସ୍ପର୍ଶରେ ତୁ ପବିତ୍ର। ତୁ ବୀରଭୂମି, ତୁ ଅନେକ ଅନେକ ବୀରକୁ ଜନ୍ମ ଦେଇଛୁ। ତୁ ମହାଭାରତ ଯୁଦ୍ଧ ସମୟରେ ତୁ ଅର୍ଜୁନ ଭଳି ବୀରକୁ ଜନ୍ମ ଦେଇଛୁ। ତୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାରତକୁ ରକ୍ଷା କରିବା ନିମନ୍ତେ ତୁ ସୁଭାଷ ବୋଷଙ୍କୁ ଜନ୍ମ ଦେଇଛୁ। ତୁ ବାଜି ରାଉତଙ୍କୁ ଜନ୍ମ ଦେଇଛୁ। ତୁ ଧର୍ମପଦଙ୍କୁ ମଧ୍ୟ ଜନ୍ମ ଦେଇଛୁ। ଏଇ ତୋ ମାଟି ଦେବଭୂମି, ଏଇ ମାଟି ବୀରଭୂମି। ତୁ ହିଁ ମୋ ଭାରତ ମା, ତୁ ମୋ ଭାରତ ମା। ତୋ ପାଦ ଧୂଳି ମୁଣ୍ଡେ ହୋଇ ବୋଳି, ମୋ ମୁଣ୍ଡରେ ତୋର ପାଦ ଧୂଳି ବୋଳି ଦେବା ପାଇଁ ଇଚ୍ଛା ହେଉଛି। ତୋର ରଖିବି ତୋର ନାଁ। ମୁଁ ଆଜି ତୋର ପାଦ ଧୂଳିକୁ ମୁଣ୍ଡରେ ବୋଳିକି କଥା ଦେଉଛି, ତୋର ନାଁ ମୁଁ ରଖିବି ଦିନେ। ଚେତନ ଗର୍ଭା ମାଟି, ଚେତନ ଗର୍ଭା ମାଟି, କେଉଁଠି ହଜିଛି ଖୋଜି ଦେ ମୋର, ଚେତନାର ଚାବିକାଠି ମା, ଚେତନାର ଚାବିକାଠି। ଚେତନ ଗର୍ଭା ମାଟି, ଏଇ ମାଟିରେ ଚେତନ ଗର୍ଭା, ଇଏ ଚେତନକୁ ଜଗାଇ ଦିଏ, ଚେତନକୁ ଉଠେଇ ଦିଏ, ଚେତନକୁ ଜାଗ୍ରତ କରାଏ। ଅର୍ଥାତ୍ ଅନେକ ସମୟରେ ତୁମେ ଜାଣିଥିବ, ଆମେ କଥାରେ ଅଛି, ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ? ବିବେକାନନ୍ଦ କାହିଁକି କହିଥିଲେ, ରାଇଜ୍ ଆୱେକ୍ ଷ୍ଟପ୍ ନଟ୍ ଟିଲ୍ ଦ ଗୋଲ୍ ଇଜ୍ ରିଚ୍ଡ। ଉଠ, ଜାଗ୍ରତ ହୁଅ, ତୁମର ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ। ଆହୁରି ମଧ୍ୟ କହିଛନ୍ତି, ହେ ମଣିଷମାନେ, ତୁମେମାନେ ମେଣ୍ଢା ପଲରେ ରହି ମେଣ୍ଢା ହେଇଯାଉଛ। ତୁମକୁ ଦେଖ, ସ୍ପଷ୍ଟ ଦିବାଲୋକରେ ତୁମ ଶରୀରକୁ ଚାହଁ, ତୁମେମାନେ ମଣିଷ। ଏକଥା କାହିଁକି କହିଛନ୍ତି? ଏଇଥିପାଇଁ କହିଛନ୍ତି ଯେ ମଣିଷ ଆଜି ତାର ସମ୍ପୂର୍ଣ୍ଣ ମାନବିକତାକୁ ଭୁଲି, ତାର ଚେତନା ଶକ୍ତିକୁ ପାଶୋରି ଦେଇ ଅମଣିଷ ହେବାରେ ଲାଗିଛି। ଅନ୍ୟକୁ ହତ୍ୟା କରିବାରେ ତାର ଖୁସି, ରକ୍ତପାତ କରିବାରେ ଆନନ୍ଦ। ଏ ଚେତନା ଏ ମାଟିରେ ଚେତନ ଗର୍ଭା ମାଟି, ଏ ମାଟି ମଧ୍ୟ ଚେତନକୁ ଜାଗ୍ରତ କରାଇପାରେ। ଆମେ ପ୍ରମାଣ ଖୋଜିବା। ସତରେ କ'ଣ ଏ ମାଟି କେବେ ଚେତନ ଗର୍ଭା ଥିଲା? ସତରେ କ'ଣ ଏ ମାଟି କେବେ କାହାର ଚେତନକୁ ଜାଗ୍ରତ କରାଇଛି? ଅନେକ ଚେତନକୁ ଜାଗ୍ରତ କରାଇଛି। ଆମେ ଭାରତ କଥା କହିବା, ଏଇ ଭାରତ ଭୂମିରେ, ଏଇ ଉତ୍କଳ ଭୂମିରେ ଯେତେବେଳେ ଚଣ୍ଡାଶୋକ ରକ୍ତ ପିପାସୁ, ରକ୍ତକୁ ଭଲ ପାଉଥିବା, ରକ୍ତପାତ କରିବାକୁ ଖୁସି ମାନୁଥିବା ଯୁଦ୍ଧପ୍ରିୟ
ସେ ଅଶୋକ ସମ୍ରାଟ ଯେତେବେଳେ କଳିଙ୍ଗ ଯୁଦ୍ଧ କଲେ, କଳିଙ୍ଗ ଯୁଦ୍ଧ ସମୟରେ ଏଇ ମାଟିର ସ୍ପର୍ଶ ହିଁ ତାଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକ କରିଦେଇଥିଲା। କେହି ତାକୁ ଯୁଦ୍ଧରୁ ପରାସ୍ତ କରିନଥିଲେ, କୌଣସି ତାଙ୍କୁ ଦିବ୍ୟ ବାଣୀ ହେଇନଥିଲା, ତାଙ୍କ ଦେହରେ କୌଣସି ଡାହାଣୀ ବା ପିଶାଚୁଣୀ ପଶି ତାଙ୍କୁ ପରିବର୍ତ୍ତନ କରିନଥିଲେ। ହଠାତ୍ କାହିଁକି ପରିବର୍ତ୍ତନ ହେଇଗଲେ? ଏଇ ମାଟିର ଆକର୍ଷଣ, ଏଇ ମାଟିରେ ହିଁ ଚେତନ ଜାଗ୍ରତ ହୋଇଛି ତାଙ୍କର। ଏ ରକ୍ତପାତକୁ ଦେଖି ଯେଉଁ ସ୍ୱାମୀର ମୁଣ୍ଡ ପାଖରେ ମରିଯାଇଥିବା ଶବ ପାଖରେ ସ୍ତ୍ରୀର କାନ୍ଦ, ଗୋଟେ ପୁଅର ଶବ ପାଖରେ ବସି ମାଆର ଦୁଃଖ, ଏସବୁ ଦେଖି ସେ ପରିବର୍ତ୍ତନ ହୋଇଯାଇଛନ୍ତି। ଚେତନ ଜାଗ୍ରତ ହେଇଛି ଏଠି। ଏଠି ଇଂରେଜମାନେ ଛାଡ଼ିକି ଚାଲି ଯାଇଛନ୍ତି। ଏଠି ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କର ପରିବର୍ତ୍ତନ ଘଟିଛି। କେଉଁଠି ହଜିଛି ଖୋଜିଦେ ମୋର ଚେତନାର ଚାବିକାଠି, ହେ ମା। ଏତେ ଲୋକଙ୍କର ଚେତନା ଯଦି ତୁ ଜାଗ୍ରତ କରିପାରୁଛୁ, ତାହେଲେ ମୋର ଚେତନା କାହିଁ? ମୋର ମଧ୍ୟ ଚେତନା କେଉଁଠି ହଜିଯାଇଛି, ଏଇଠି କେଉଁଠି ମୋତେ ଖୋଜିଦେ। ଏ ଯେଉଁ ଚେତନାର ଚାବିକାଠି, ଅର୍ଥାତ୍ ଯେଉଁ ଚାବିକାଠି ପାଇଲେ ମୁଁ ମୋ ଚେତନାକୁ ଖୋଲି ପାରିବି। ମୋତେ ଜାଗ୍ରତ କରା, ମୋତେ ଦିବ୍ୟ ଜ୍ଞାନ ଦେ। ଯେମିତି ଶ୍ରୀକୃଷ୍ଣ ଦିବ୍ୟ ଜ୍ଞାନ ପ୍ରଦାନ କରିଥିଲେ ମହାଭାରତ ଯୁଦ୍ଧରେ। ଅର୍ଜୁନ ଯେତେବେଳେ ମୋହଗ୍ରସ୍ତ ହୋଇକି ଗାଣ୍ଡିବ ତଳେ ରଖିଦେଲେ, ନା ମୁଁ ଯୁଦ୍ଧ କରିବି ନାହିଁ, ଆଗରେ ଥିବା ଶତ୍ରୁ ସୈନ୍ୟ ଇଏ ସୈନ୍ୟ ନୁହନ୍ତି, ଏମାନେ ମୋର ପ୍ରିୟ ପରିଜନ। ପିତାମହ ଭୀଷ୍ମ ମୋର ନିଜର ପିତାମହ, ସେ ଦୁର୍ଯ୍ୟୋଧନ ନୁହଁ, ସେ ମୋ ଭାଇ, ସେ ମୋ ଗୁରୁ ଦ୍ରୋଣାଚାର୍ଯ୍ୟ। ଇଏ ସମସ୍ତଙ୍କୁ ଯେତେବେଳେ ସେ ତା ନିଜର ପ୍ରିୟ ପରିଜନଙ୍କ ସହିତ ସଂଯୋଗ କରିକି ମୋହଗ୍ରସ୍ତ ହୋଇଗଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଦିବ୍ୟ ଜ୍ଞାନ ଦେଲେ, ତାଙ୍କର ବିଶ୍ୱରୂପ ଦେଖାଇଲେ ଯେ ହେ ପାର୍ଥ, ଏ ଦୁନିଆ ଏକ ଲୀଳା ଖେଳାର ସ୍ଥାନ। ଏଠି ଯେଉଁ ବ୍ୟକ୍ତିମାନେ ବର୍ତ୍ତମାନ ତୁମ ଆଖି ସାମ୍ନାରେ ଦେଖୁଛ, ସେ ସବୁ ମଣିଷ ନୁହନ୍ତି, କେବଳ ମଣିଷ ପୋଷାକ ପିନ୍ଧିଥିବା ଜଣେ ଜଣେ ଆତ୍ମା। ସେ ଆତ୍ମା ଏଠୁ ଛାଡ଼ି ଆଉ ଗୋଟେ ଉଡ଼ିଯିବେ କୁଆଡ଼େ। ଏମିତି ଅନେକ କଥା ଶିଖାଇଥିଲେ ଏବଂ ତାଙ୍କର ଚେତନା ଜାଗ୍ରତ କରାଇଥିଲେ। ଏବଂ ଶେଷରେ କହିଥିଲେ, ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ, ମାମ୍ ତ୍ୱାଂ ସର୍ବେ ପାପେଷୁ ରକ୍ଷୟିଷ୍ୟାମି ମା ଶୁଚ। ଏ କଥା କହିଲେ ସରିବନି, ଅନେକ କଥା ହେବ। ନିଶ୍ଚୟ ତୁମ ପାଇଁ ଏକ ଖୁସିର କଥା। ଏହା ପରେ ପରେ ମହାଭାରତର, ରାମାୟଣର ଏବଂ ଇତିହାସର ବଡ଼ ବଡ଼ ବିଶିଷ୍ଟ ଚରିତ୍ରଙ୍କୁ ନେଇ କିଛିଟା ମୋଟିଭେସନାଲ୍ ଭିଡ଼ିଓ, ତାଙ୍କ ଲାଇଫ୍ ହିଷ୍ଟ୍ରି ତିଆରି ହେବ, ଯାହାଦ୍ୱାରା ତୁମେ ତାଙ୍କ ବିଷୟରେ କିଛି ଜାଣିବ। ଏବଂ ଏମିତିକି ନୂଆ କଥା ହେବ ଯେ କିଛି ଆମ ଦୃଷ୍ଟିରେ ଖରାପ ବ୍ୟକ୍ତିତ୍ୱ, ଯେମିତି ଦୁର୍ଯ୍ୟୋଧନ, ଦୁଃଶାସନ, ରାବଣ, ଏମାନଙ୍କୁ ମଧ୍ୟ ନେଇ ଏକ ଭିଡ଼ିଓ କରିବାର ଯୋଜନା ଅଛି। ଏବଂ ତାଙ୍କର କିଛି ଭଲ କଥାକୁ ନେଇ, ସମସ୍ତଙ୍କ ଭିତରେ ଭଲ ଥାଏ, ଖରାପ ଥାଏ। ହୁଏତ ରାମଙ୍କ ପାଖରେ, କୃଷ୍ଣଙ୍କ ପାଖରେ ସବୁ ଭଲ ଥାଇପାରେ ବା ଅଧିକାଂଶ ଭଲ ଗୁଣ ଥିଲା, ହେଲେ ଦୁର୍ଯ୍ୟୋଧନ ପାଖରେ କିଛି ତ ଶିଖିବା ଗୁଣ ଥିଲା। ଆମେ ସେଇ କିଛି ଶିଖିବା ଗୁଣକୁ ହିଁ ଶିଖିବା, ଖରାପ ଗୁଣକୁ ଆମେ ନେବା ନାହିଁ। ଆମର ଉଦ୍ଦେଶ୍ୟ ହଂସ ଭଳି, କ୍ଷୀର ଆଉ ପାଣି ମିଶ୍ରିତ ଜଳରାଶିରୁ ଯେମିତି ହଂସଟିଏ କେବଳ କ୍ଷୀରକୁ ସଂଗ୍ରହ କରିନିଏ, ସୂର୍ଯ୍ୟ ଯେଭଳି ଭାବରେ ଡ୍ରେନ୍ରୁ ପଡ଼ନ୍ତି ପଚା ପାଣିରେ ଏବଂ ଶୁଦ୍ଧ ଜଳରେ କୂଅରେ, ହେଲେ ଶୋଷିଲା ବେଳେ କେବଳ ଜଳ ହିଁ ଶୋଷି ଦିଅନ୍ତି, ଅଳିଆ ଆବର୍ଜନା ସେ ଏଇଠି ହିଁ ରହିଯାଏ। ସେଇଭଳି ଭାବରେ ଆମର ଉଦ୍ଦେଶ୍ୟ ହେଉ କେବଳ ଭଲ କଥା ଶିଖିବାରେ। ସେଇଥିପାଇଁ କିଛି ନେଗେଟିଭ୍ କ୍ୟାରେକ୍ଟର ମଧ୍ୟ ଅଛନ୍ତି, ତାଙ୍କ ପାଖରୁ ମଧ୍ୟ କିଛି ଭଲ କଥା ଶିଖିବାର ଅଛି। ସେ ହିଟଲର ହେଇପାରନ୍ତି, ସେ ଧ୍ୱଂସର ତାଣ୍ଡବ ଲୀଳା ରଚିପାରନ୍ତି, ହେଲେ ତାଙ୍କ ଭିତରେ କ'ଣ କିଛି ବି ଭଲ କଥା ନଥିଲା? କିଛି ବି ଥିଲା। ଇଂରେଜମାନେ ହେଇପାରନ୍ତି, ଆମ ଦେଶକୁ ପରାଧୀନ କରି ରଖିଥିଲେ, ହେଲେ ତାଙ୍କ ପାଖରେ କ'ଣ କିଛି ଭଲ ଗୁଣ ନଥିଲା? ଥିଲା। ଆମେ କେବଳ ସେ ଭଲ ଗୁଣଗୁଡ଼ିକୁ ଆଲୋଚନା କରିବା ଏବଂ ଭଲ ଗୁଣଗୁଡ଼ିକୁ ଶିଖିବା। ଯେତେବେଳେ ଶିଖିବାର ସୁଯୋଗ ମିଳୁଛି, ସେତେବେଳେ ଛାଡ଼ିବା ଉଚିତ ନୁହଁ, ଶିଖିଯିବା ଦରକାର। ତେଣୁ ଖୁବ୍ ଶୀଘ୍ର ଏଇଭଳି କିଛି ଭିଡ଼ିଓ ଆସିବ ତୁମମାନଙ୍କ ପାଇଁ। ଧନ୍ୟବାଦ। ଆଜିର ଭିଡ଼ିଓ ଏଇଠି ବା ଆଜିର କ୍ଲାସ୍ ଏଇଠି ସରୁଛି ଏବଂ ପରବର୍ତ୍ତୀ କ୍ଲାସ୍ ଆମେ ପୁଣି ନେକ୍ସଟ କ୍ଲାସ୍କୁ ଆସିବା, ସମସ୍ତଙ୍କ ସହିତ ଦେଖା ହେବ। ବର୍ତ୍ତମାନ ପ୍ରଶ୍ନ, କ୍ୱେଶ୍ଚନ୍ ନମ୍ବର 1, ଉଷାଙ୍କ ନିର୍ଦ୍ଦେଶରେ କିଏ ନାଚୁଥିଲା? କ୍ୱେଶ୍ଚନ୍ ନମ୍ବର 2, ସୀତାଙ୍କ ନାମ ବୈଦେହୀ କାହିଁକି ହୋଇଥିଲା? କ୍ୱେଶ୍ଚନ୍ ନମ୍ବର 3, କବି ମଙ୍ଗଳ ପ୍ରଦୀପ କାହାକୁ କହିଛନ୍ତି? କ୍ୱେଶ୍ଚନ୍ ନମ୍ବର 4,
ଭ୍ରମର କ'ଣ ବଜାଉଥିଲା? କ୍ୱେଶ୍ଚନ୍ ନମ୍ବର 5 ଉଟ୍ଟଜ ଶବ୍ଦର ଅର୍ଥ କ'ଣ? ଉଟ୍ଟଜ ଶବ୍ଦର ଅର୍ଥ କ'ଣ? ଧନ୍ୟବାଦ। ଆଉଥରେ ସମସ୍ତଙ୍କୁ ପ୍ରାକ୍ଟିସ୍ କର। ଦେଖା ହେବ ପୁଣି ଆଉ ଗୋଟେ କ୍ଲାସ୍ରେ।